ସୁନ୍ଦରଗଡ଼ ସମାଚାର। ଗତ 17 ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଗୁଡ଼ିକ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରଥମେ ଚେଣ୍ଡସ୍ଥିତ ବାୟୋ ମାଇନିଂ ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ସହିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିବା ସହ ସେଠାକାର ପରିଚାଳନା ବାବଦରେ ଉପସ୍ଥିତ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ଏବଂ ଏକ ସ୍ୱତନ୍ତ୍ର ହକି ଗ୍ୟାଲେରୀ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସେ ଚେଣ୍ଡସ୍ଥିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଲୋକମାନଙ୍କ ପାଇଁ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ସୁବିଧା ଲାଗି ପ୍ରକଳ୍ପ ସ୍ଥାନରେ ପ୍ରାଥମିକ ଚିକିତ୍ସା ସୁବିଧା ଠାରୁ ଅଙ୍ଗନବାଡ଼ି, କମ୍ୟୁନିଟି ସେଣ୍ଟର, ଆଲୋକୀକରଣ ବ୍ୟବସ୍ଥା, ଖୋଲା ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଏଥିସହ 1500ରୁ ଅଧିକ ଗୃହର ପ୍ରକଳ୍ପ ଆରମ୍ଭ, ଆର୍ଥିକ ଅନଗ୍ରସର ତଥା ଗରିବ ଶ୍ରେଣୀ ଲୋକେ ଉପକୃତ ହେବା ବିଷୟରେ ଅବଗତ ହୋଇଥିଲେ। ସେହିପରି ଟିସ୍କୋ ପୋଖରୀର ପୁନରୁଦ୍ଧାର ଓ ରାଉରକେଲା ଆର୍ଏମ୍ସି ପକ୍ଷରୁ ଯୋଜନା ରହିଥିବା ଘଟଣା ସମେତ ଉନ୍ନୟନ କମିଶନର ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉକ୍ତ ସ୍ଥଳ ପରିଦର୍ଶନ କରିବା ସହ ଏହାକୁ ଏକ ପ୍ରମୁଖ ପିକନିକ୍ ସ୍ଥଳ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଉଦିତନଗରଠାରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ସେଠାରେ ଭୋଜନ କରିଥିଲେ। କୋଏଲନଗରଠାରେ ବୃହତ ମନୋରଞ୍ଜନ ଉଦ୍ୟାନ ପରିଦର୍ଶନ କରିଥିଲେ। ପରେ ପରେ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ, ବାଲୁଘାଟଠାରେ ବାୟୋଗ୍ୟାସ୍ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା, ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର, ବେଦବ୍ୟାସ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହ ରାଉରକେଲାଠାରେ ନିର୍ମାଣ ଜନଜାତି ସଂଗ୍ରହାଳୟ ନିର୍ମାଣାଧୀନ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ ପରିଦର୍ଶନ, ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶ୍ରୀମତୀ ଉଷା ପାଢ଼ୀ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ ଶୀଘ୍ର ହେବ ବୋଲି କହି ଏହାକୁ ଏକ ବଡ଼ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ସେ ପ୍ରକାଶ କରିଥିଲେ। ଗତ 18 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଗୃହ ଓ ନଗର ଉନ୍ନୟନ ବିଭାଗ ଓ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରକଳ୍ପମାନ ବୁଲି ଦେଖିଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ସମସ୍ୟା, ବିଦ୍ୟାଳୟ, ଗଣଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମି, ସ୍ମାର୍ଟ କ୍ଲାସରୁମ୍, ପିଏମ୍ ଶ୍ରୀ ବିଦ୍ୟାଳୟ ଉପରେ ଆଲୋଚନା କରିବା ସହ ପରିମଳ ବ୍ୟବସ୍ଥା, ୱାଟକୋ, ପାନୀୟ ଜଳ, କୃଷି, ମତ୍ସ୍ୟ, ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଭିତ୍ତିଭୂମି, ମାନବ ସମ୍ବଳ ଆଦି ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ହଷ୍ଟେଲ ତଥା ଶୌଚାଳୟଗୁଡ଼ିକର ସ୍ୱଚ୍ଛତା ବଜାୟ ରଖାଯିବା ସହିତ ବ୍ୟକ୍ତିଗତ ସ୍ୱଚ୍ଛତା ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେହିଭଳି ମହିଳା ଶିଶୁ ବିକାଶ, ଜିଲ୍ଲା ଯୋଗାଣ ବିଭାଗ, TPWDL, ସାମାଜିକ ସୁରକ୍ଷା ବିଭାଗ, ସମବାୟ ଆଦି ଅନ୍ୟାନ୍ୟ ବିଭାଗଗୁଡ଼ିକରେ ବିଭିନ୍ନ ପ୍ରକଳ୍ପ ଯୋଜନା ଆଦି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ଆକାଂକ୍ଷା ବ୍ଲକ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସୁନ୍ଦରଗଡ଼ ଏସ୍ପି ଶ୍ରୀମତୀ ଅମୃତପାଲ କୌର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସୁଶ୍ରୀ ଫାବି ରସିଦ IAS ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ପାଢ଼ୀ ଏଥିସହିତ ଲାଠିକଟା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସେହିପରି ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଗତ 18 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ସୁନ୍ଦରଗଡ଼ଠାରେ ଜଳସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ମଧ୍ୟ କରିଛନ୍ତି। ଏହି ଅବସରରେ ରାଉରକେଲାର ହମିରପୁର ଏବଂ ସୁନ୍ଦରଗଡ଼ ସ୍ଥିତ କୁଡ଼ାବଗା ଓ କୋପସିଂହାଠାରେ ନିର୍ମାଣାଧୀନ ଥିବା ବ୍ୟାରେଜଗୁଡ଼ିକର ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା ଓ ସମୟସୀମା ମଧ୍ୟରେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ମହାନଦୀ ବେସିନ୍ ବୁର୍ଲାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୁଶୀଲ କୁମାର ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ବେହେରା,
ବ୍ରାହ୍ମଣୀ ବେସିନ୍ର ମୁଖ୍ୟ ଯନ୍ତ୍ରୀ ଶ୍ରୀ ହୃଦାନନ୍ଦ ମଲ୍ଲିକ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭଗବାନ ଦାସ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମତୀ ମୈତ୍ରେୟୀ ପରିଡ଼ା ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।